टगे भाई लोकल 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 सला लोकल कौन भाई आज मीटिंग रे कौन कहला तमे कौन सिखिलो मीटिंग रे सिखेले पूरा प्योर वेज सब खाइयो करा लानी जल्दी चल गांडी ता दिलानी ज्ञान का पिछड़ा का आम्बलेट हो गया भाई के पचारे भाई तमे जो एम्प्लॉय ऑफ द मंथ देला ता सफलता कोन କିଛି ନାହିଁ ସେଙ୍ଗିଲେ ରୁହ ଜିଏଫ୍ ଦେଲେ ଭାରି ଟେନସନ। हेलो गाइस जय जगन्नाथ वेलकम बैक टू माय न्यू ब्लॉग। तो सांग माने आज माने ब्लॉग टा घर स्टार्ट करिया पे मते टाइम हेलानी माने काहे ना आसे बाजिलानी 9टा माने 8:50 हेलानी मैनेजर सर मीटिंग रहितले 9टा रे आ मु हे गलानी लेट सकाळ भिडियो एडिट करके खाइके बाहला लेट हे गला सार भी 8:30 फोन करतले सेतोळे मु गल्ली माने ब्रश ब्रश रे करिया पे भाई सांगे से बाहर ही जाउची माने ऑफिस हमर नॉर्मल डेज रे टाइम केतरा 10टा रु 6:30 सटरडे 10टा रु 2टा কিন্তু ଆମ ମ୍ୟାନେଜର ସାର୍ କଣ ସେଗୁରା ସବୁ ସହିପାରିବେ କି ମ୍ୟାନେଜର ସାର୍ କହିଲେ ନାଇଁ ନାଇଁ 10ଟାରେ 9ଟାରେ ମିଟିଂ ଆସ ମାନେ ଗୋଟେ 9ଟାରୁ ଗୋଟେ ମିଟିଂ କିଏ ରଖେ ମାନେ ମୁଁ ଭାବୁଛି 9ଟାରୁ ମିଟିଂ ଗଲା ଆଉ ଯଦି ମୋ ଆଗରୁ ସିଏ ପହଞ୍ଚି ଯାଇଥିବେ ନା ମ୍ୟାନେଜର ସାର୍ ଯଦି ମୋ ଆଗରୁ ପହଞ୍ଚି ଯାଇଥିବେ ଗଲା ମିଟିଂ ଷ୍ଟାର୍ଟିଂ ଅଧଘଣ୍ଟା ମତେ ଖାଲି ଟ୍ୟୁସନ ହବ ଆଉ ନହେଲେ କିଛି ନାହିଁ। ଏବେ ଚାଲନ୍ତୁ ଡାଇରେକ୍ଟ ଯିବା ମିଟକେ ଲୋକାଲ 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 ସଲା ଲୋକାଲ ଚାଲନ୍ତୁ ଏବେ ଯିବା ଡାଇରେକ୍ଟ ଅଫିସ ଅଫିସରେ ଯାଇକି ଆଉ କିଛି ସେତେବେଳେ ତା କିଛି ସୁଟ କରିହବନି କାହିଁକି ନା ମିଟିଂ ଷ୍ଟାର୍ଟ ହେଇଯିବ ମିଟିଂ ସଇଲା ପରେ ମୁଁ କହିବି କଣ ହେଲା କଣ ନାହିଁ ମିଟିଂରେ କଣ କହିଲେ କଣ ନାହିଁ ସେଟା ମିଟିଂ ସଇଲା ପରେ ମୁଁ ଆପଣଙ୍କୁ କହିବି। ଗାଇସ୍ ଟାଇମ ଟିକେ ଖାଲି ଦେଖନ୍ତୁ ଟାଇମ ଦେଖନ୍ତୁ ଏବେ କେତେଟା ଏକ୍ସାକ୍ଟ 9ଟା ହେଇଛି ନା 9ଟାରେ ମାନେ କହିଥିଲେ ମିଟିଂ ମୁଁ ପୁରା ଏକ୍ସାକ୍ଟ 9ଟାରେ ଆସିଛି ଦେଖନ୍ତୁ ଅଫିସ କେହି ନା ଅପରେଟର ନା ମ୍ୟାନେଜର ସାର୍ କେହି ଆସିନାହାନ୍ତି ଅଫିସ ମୁଁ ହିଁ ବେକାର ବାଡେଇ ସେଠି ହେଇକି ଆସିଥିଲି ଛାଡ ଜାଣିଥିଲି ସାର୍ ଆସିବେନି 9ଟାରୁ ସେ ଆସିବେ ମିଟିଂ ଗୋଟେ 9ଟାରୁ ଖାଲି ଡାକିକି ହଇରାଣ କରୁଛନ୍ତି ଆଉ ନହେଲେ କିଛି ନାହିଁ ଆସିବାର ନାହିଁ ମାନେ ଗୋଟେ ଡାକି ଦେଇଛନ୍ତି ମାନେ ନିଜେ ଆସିନାହାନ୍ତି ପିଲା କେହି ଆସିନାହାନ୍ତି ସତ୍ୟ ସାର୍ ଆସିଥିଲେ ସତ୍ୟ ସାର୍ ଆଉ ଗୋଟେ ଅପରେଟର 8:30ରୁ ଆସିଥିଲା ସିଏ କଣ ସିଏ ବସି ବସି ଯାଇଛନ୍ତି କଣ କହିଲେ ଇଆଡେ ବାହାର ଆଡେ ଟିକେ ଯାଇଛନ୍ତି ସିଏ ସତ୍ୟ ସାର୍ କହିଲେ ଏବେ ଆସିବେ ମ୍ୟାନେଜର ସାର୍ କୋଉ ହିସାବରେ ଡାକି ଦେଇକି 9ଟାରୁ ମିଟିଂ ଆସିନାହାନ୍ତି ଏଯାଏ ମୁଁ ସେୟା ଭାବୁଛି। A few moments later. ଆସିଲୁ ଆମେ 8:30ରେ କିନ୍ତୁ ନଳିନୀ ଆସିନଥିଲେ ମିଛ କଥା ଦେଖନ୍ତୁ 9ଟାରେ ମିଟିଂ 9ଟାରେ ମିଟିଂ ସାର୍ ଆମର ଅପରେସନ ଏକ୍ଜିକ୍ୟୁଟିଭ ସାର୍ ଆସୁଛନ୍ତି 9:10ରେ ମାନେ ମ୍ୟାନେଜର କଥା ଖାତିର ନାହିଁ ଅପରେଟର ଭାଇ ଆଇଲେ 9:10ରେ 9:10 ନୁହେଁ ସିସି କ୍ୟାମେରା ଦେଖ ସିସି କ୍ୟାମେରାରେ ଚେକ୍ କରାଉ ଜଲ୍ଦି ଆସିଛୁ କିନ୍ତୁ ଚାବି ରଖିବା ପିଲା ଅଛନ୍ତି ତମ ପାଖରେ ବି ଚାବି ଅଛି ନାଇଁ ତାହେଲେ ସେ ତାଲା କିନ୍ତୁ ଖୋଲା ହେଲା କୋଉଟା ସୁମନ ସକାଳେ ଆସିକି ପଳେଇଲାଣି ଗାଇସ୍ ଏବେ ପଳେଇ ଯାଇଛୁ ଆମେ ଯାଉଛୁ ଲଞ୍ଚ ଆଣିବା ପାଇଁ ପିଲା ସବୁ ଆସିଥିଲେ ମିଟିଂ ଟା ସାର୍ ଷ୍ଟାର୍ଟ କଲେ 9:30ରୁ ଏବେ ଟାଇମ ହେଲାଣି 1ଟାରେ ମିଟିଂ ସରିଲା ମାନେ ଭାବନ୍ତୁ କେମିତି ଲାଗୁଥିବ ମୁଁ ତ ସବୁ ଟିଉସନ କଲେ ଆଉ ଏବେ ସୁମନ ଭାଇ ଚଲଉଛି ଓଲା ସ୍କୁଟି ମୁଁ ପଛରେ ବସିଛି ଯାଉଛି ବିରିୟାନୀ ଆଣିବ ବିରିୟାନୀ କଣ ଭାଇ ଆଜି ମିଟିଂ ରେ କଣ କହିଲା ତମେ କଣ ଶିଖିଲ ଶିଖେଇଲେ ପୁରା ପିଓର ଭେଜ ସବୁ ଖାଇବ ଆମେ ଗୋଟେ ଚମତ୍କାର ଗାଡିରେ ଯାଉଛୁ ଗାଡିରେ ଟୋଟାଲ ସାଉଣ୍ଡ ନାହିଁ ସେ ଗୋଟେ କଣ ଅନ୍ କରିଦେଲା କୁଣ୍ଡି ହଉଛି ଧୀରେ ଧୀରେ ମୋଡି ଦେଲେ ସେ ରହିଯାଉଛି ରାସ୍ତା ମଝିରେ ଗାଡି ମୋଡି ଦେଲେ ରାସ୍ତା ମଝିରେ ଓଲା ଗାଡି ରହିଯାଉଛି ତାପରେ ଠିଆ କରିଦେଲେ ଗାଡି ଅଟୋମେଟିକ ଭିଡି ନେଇଯାଉଛି ଇଏ ସବୁ ହେଇଯାଉଛି ଗାଡିର ଅଦ୍ଭୁତ କରିବା ସବୁ ସିଷ୍ଟମ 90 ଟଙ୍କା ନୁହେଁ ଏଇଠି ଦେଖନ୍ତୁ ଏବେ ବର୍ତ୍ତମାନ ଆମେ ଖୁଣ୍ଟରେ ମାଡି ଯାଇଥାନ୍ତେ ଆରେ ଏତରେ ବ୍ରେକ୍ ବ୍ୟାଟେରୀ ସ୍କୁଟର ହଉଛି ବ୍ରେକ୍ ମାଇଲେ ଏକ୍ସିଲେଟର କାମ ଦବନି ବ୍ରେକ୍ ଟିକେ ତ ଛୁଇଁ ଦବ ମାନେ ଏକ୍ସିଲେଟର କାମ ଦବନି ତ ବ୍ରେକ୍ ପୁରା ଛାଡିଲା ପରେ ଏକ୍ସିଲେଟର ଦେଲେ ଚାଲିବ କଣ ଆଉ ବ୍ୟାଟେରୀ ସ୍କୁଟର କଣ ଚଲେଇବୁ ତୁ ସାଙ୍ଗମାନେ ଏବେ ବିରିୟାନୀ ଦୋକାନକୁ ପଳେଇ ଯାଇଛୁ ଏଇଟା ହେଲା ଦି ବିରିୟାନୀ ମାଷ୍ଟର ଜଗନ୍ନାଥ ଆଭେନ୍ୟୁ ଅପୋଜିଟ ରେ ଅଛି ଏପଟ ସାଇଡ ରେ ବି ଅଛି ଦେଖନ୍ତୁ ଦି ବିରିୟାନୀ ମାଷ୍ଟର ଏଠି ସବୁଠାରୁ ବେଷ୍ଟ ବିରିୟାନୀ ଝାରପଡାର ବେଷ୍ଟ ବିରିୟାନୀ ଏଇଠି ମିଳେ ମାତ୍ର 90 ଟଙ୍କାରେ ଓହ କି ବାସ୍ନା ବେ ବଢିଆ ବାସ୍ନା ହଉଛି ସୁମଦ ଭାଇ ନେଇକି ଆସିଛନ୍ତି ହସୁଛୁ କଣ ମଟନ ହବ ଭେଜ ହବ ଆମ ବିରିୟାନୀ ଏବେ ପାର୍ସଲ କରାହଉଛି ବିରିୟାନୀ ପୁରା ଥୁଆ ହେଇଗଲା କରାହେଲାଣି ଜଲ୍ଦି ଚାଲେ ଗାଣ୍ଡି ତାତିଲାଣି ଗାଣ୍ଡ का पिछड़ा का आम्बलेट हो गया
କଣ ପାର୍କିଂ ଟା ଟିପୁନୁ ପାୱାର ଟିପୁନୁ ଏଇଆ ପାୱାର ଟିପୁଛି ହଁ ବ୍ରେକ୍ ଟିପି ପାୱାର ଟିପି ଓଲା ଗାଡି ଷ୍ଟାର୍ଟ ହଉନି ଆମେ ଉଦୁଦିଆ ଖରା ଠିଆ ହେଇଛୁ ହେଲା 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 ଗାଈ ହେଲା ଇଏ ବ୍ଲକ କରିତେ କିଏ ଫୋନ ମୋର ଛଡେଇ ନେଇ ପଳେଇବ ଗଲା ଖରା ଖରା ଭୀଷଣ ଖରା ବିରିୟାନୀ ନେଇକି ଆସିଥିଲୁ ହେଲେ ପ୍ଲେଟ ଆଣି ନଥିଲୁ ଖାଇବା କେମିତି କେମିତି ଖାଇବା ରାଜେଶ ଭାଇ ଜରିରେ ଖାଇଦବା ଆଉ ଇଏ ହେଲେ ଆମ ରାଜେଶ ଭାଇ 17 କୋଟି ହଁ ବା ଆଉ କଣ ମିଛରେ ଆରେ ସତରେ ଦେଖ ନା ଅନ୍ ନାଇଁ ଅନ୍ ଅଛି ଇଏ ହେଲା ଆମ ରାଜେଶ ଭାଇ ଆଉ ଏଇଟା କୋଉ ମାସ ଚାଲିଛି ଏଇଟା ଅକ୍ଟୋବର ସେପ୍ଟେମ୍ବର ର ଏମ୍ପ୍ଲୟି ଅଫ ଦି ମନ୍ଥ ଆଉ ସାରଙ୍କୁ ଦିଆହେଲା ମାନେ ସାରଙ୍କ ତରଫରୁ ଦିଆହେଲା ଭାଇ ଗୋଟେ ପେନ୍ ଭାଇ ପେନ୍ ଅଛି ସେ ପେନ୍ ଟା ଏଇ ଦେଖନ୍ତୁ ଗାଇସ୍ ଏଇ ପେନ୍ ଟା ମିଳିଲା ତାଙ୍କୁ ଆଚିଭମେଣ୍ଟ ଟାଇପ ର ଯାହା ହଉ ମିଳିଲା ତ 6 ଜଣଙ୍କ ଭିତରେ ତମକୁ ମିଳିଲା କେମିତି ତମକୁ ଲାଗୁଛି ଖୁସି ଲାଗୁଛି ଖୁସି ଲାଗୁଛି ତମେ ଭାବିଥିଲ ଏମିତି ତମକୁ ମିଳିବ ବୋଲି ନା ମୁଁ କେବେ ଏମିତି ଭାବି ନଥିଲି ଏଇଟା ଅନଏକ୍ସପେକ୍ଟେଡ କାହିଁକି ନା ଏଇଟା ଆମେ ମାନେ ଗୋଟେ ସରପ୍ରାଇଜ ପ୍ଲାନ କରିଥିଲୁ ସାର୍ ଆସିଲେ ଆମେ ସାରଙ୍କୁ କହିଲୁ ନାଇଁ ସାର୍ ରାଜେଶ ଭଲ କାମ କରୁଛି ରାଜେଶ ପୁରା ଟାଇମିଂ ପୁରା ପରଫେକ୍ଟ କୋଉଥିରେ କିଛି 19-20 ନାହିଁ ପୁରା 100 ରୁ 100%। ଆମେ ଦୀପକ ସାରଙ୍କୁ କହିଲୁ ତାପରେ ସକାଳେ ଆଇଲା ବେଳକୁ କୋଚିଲାଇ ହାଟରୁ ଯାଇ ଗୋଟେ ପେନ୍ ଟା ଆଇଲା ଆହୁରି ସାର୍ ଦାମିକା ଦେଖୁଥିଲେ ପେନ୍ ମିଳିଲାନି ସେ କହିଲେ 50 ଟଙ୍କା ତାଠୁ ଆଉ ଅଧିକା ନାହିଁ ନହେଲେ 100-200 ଟଙ୍କା ଗୋଟେ ଆଣିଥାନ୍ତେ ସେଇଟା ଏବେ ବଡ କଥା ନୁହଁ ପଇସା ଟା ବଡ କଥା ନୁହଁ 6 ଜଣଙ୍କ ଭିତରେ 10 ଜଣଙ୍କ ଭିତରେ ତମକୁ ମିଳିଲା ସେଇଟା ହଉଛି ବଡ କଥା 6 ଜଣ ତାଳି ମାଇଲେ ସେଇଟା ହଉଛି ବଡ କଥା ଚାଲନ୍ତୁ ଏବେ ଯିବା ଖଲିଟା ଏଇ ଖଲି ଦୋକାନ ବନ୍ଦ ନା କଣ ନା ଖୋଲା ଅଛି ଏଇଠି ପରିବା ଦୋକାନ ଯୋଉ ଏଇଠୁ ଖଲି ନବୁ ଖଲିଟା ନେଇକି ଭିତରକୁ ଯିବା ଆଉ ସବୁ ଅପରେଟର ମାନଙ୍କ ସାଙ୍ଗେ ଦେଖା କରିବି ମାନେ ଏବେ ବିରିୟାନୀ ସବୁ ବଢା ହେଇଯାଇଛି ଏବେ ଇଣ୍ଟ୍ରୋଡ୍ୟୁସ କରିବା ଆମର ସବୁ ଅପରେଟର ମାନଙ୍କୁ ଫାର୍ଷ୍ଟ ହେଲେ ତମ ନାଁ କଣ ସାଗର ମାନ ଇଏ ଆମର ଝାରସୁଗୁଡାରେ କାମ କରନ୍ତି ତାପରେ କଣ କୁହ ତମ ବିଷୟରେ କଣ କୁହ ଭାଇଙ୍କର ଫେସବୁକ୍ ଷ୍ଟାଟସ ହେଲା ଇନ୍ ରିଲେସନସିପ କିନ୍ତୁ ଭାଇ ନାହାନ୍ତି ରିଲେସନସିପ ସିଙ୍ଗିଲ ଅଛନ୍ତି ଇଏ ହେଲା ଆମର ତ୍ରିଲୋଚନ ଭାଇ ଆମର କଟକରେ କାମ କରନ୍ତି ତାପରେ ଭାଇ ତମେ କଣ ଗୋଟେ କୁହ ଲାଇକ୍ ସବସ୍କ୍ରାଇବ କର ଭାଇଙ୍କ ଚ୍ୟାନେଲକୁ ଆଉ ହଁ ଭାଇ ବି ଆଗକୁ ଗୋଟେ ଚ୍ୟାନେଲ ଖୋଲିବାକୁ ଚାହୁଁନ୍ତି ଭାଇଙ୍କର ମୁଁ ଦେଇଦେବି ଚ୍ୟାନେଲ ଯେତେବେଳେ ଖୋଲିବେ ସେତେବେଳେ ଦେଇଦେବି ଟିକେ ସବସ୍କ୍ରାଇବ କରିଦବ ମୋର ଯୋଉ 150 ଖଣ୍ଡେ ଅଛ ସେଇ 100 ଜଣ ଗୋଟେ ସବସ୍କ୍ରାଇବ କରିବ ଆଉ ଇଏ ହେଲେ ପ୍ରସନ୍ନ ବାବୁ ବହୁତ ବିଜି ଲୋକ ସବୁଠାରୁ ଆମ ଭିତରେ ବୟସ୍କ ଲୋକ ପ୍ରସନ୍ନ ବାବୁ ବୟସ କେତେ 18 32 ଏ ମିଛ ଏଇଠି କହିଦେଲେ ଆଉ ତାପରେ ଇଏ ହେଲେ ଆମର ବିକି କିଛି କହିବାନି ଆଉ ଇଏ ହେଲେ ଆମର ଏମ୍ପ୍ଲୟି ଅଫ ଦି ମନ୍ଥ ଭାଇ କେବେ ପଚାରିବା ଭାଇ ତମେ ଯୋଉ ଏମ୍ପ୍ଲୟି ଅଫ ଦି ମନ୍ଥ ହେଲ ତା ସଫଳତା କଣ କିଛି ନାହିଁ ସିଙ୍ଗିଲ ରୁହ ଜିଏଫ ଦେଲେ ଭାରି ଟେନସନ ये बड़ी अच्छी बात कही आप ମାନେ ଭାଇଙ୍କର ସଫଳତାର ରହସ୍ୟ ହଉଛି ଭାଇ ସିଙ୍ଗିଲ ଅଛନ୍ତି ନୋ ଜିଏଫ ନୋ ଟେନସନ ନା ଯଦି ତମ ମାନେ ବି ସବୁ ଚାହୁଁଛ ଏମ୍ପ୍ଲୟି ଅଫ ଦି ମନ୍ଥ ହବା ପାଇଁ ଭାଇଙ୍କ ଭଳିଆ ସିଙ୍ଗିଲ ରୁହ ଆଉ ଏବେ ବିରିୟାନୀ ପଳେଇଛି ବିରିୟାନୀ ଏବେ ଟେଷ୍ଟ କରିଦବା ମାନେ ଅନେଷ୍ଟଲି ଯଦି ବିରିୟାନୀ ଟା କହିବି ବଢିଆ ଟେଷ୍ଟ ଲାଗୁଛି କେମିତି ଲାଗୁଛି ବିରିୟାନୀ ଭଲ ସୁପର ସୁପର ନା ବାବୁ ପଇସା 20 ଟଙ୍କା ଦେଇଦିଅନ୍ତୁ ଭାଇଙ୍କ ଚ୍ୟାନେଲକୁ ଅଧିକରୁ ଅଧିକ ସବସ୍କ୍ରାଇବ କରନ୍ତୁ ଭାଇଙ୍କର ବି ଗୋଟେ ଚ୍ୟାନେଲ ଥିଲା ମୁଁ ଏଇଠି ସମସ୍ତେ ମୋଟିଭେସନ ଦଉଛି ସମସ୍ତେ ଗୋଟେ ଚ୍ୟାନେଲ ଖୋଲ ଲକ୍ଷ ଲକ୍ଷ ଟଙ୍କା ମାସ ଇନକମ କର ଚାକିରି ବାକିରି ଛାଡିଦିଅ ଏଠୁ ନା ସାଙ୍ଗମାନେ ଏବେ ଟାଇମ ହେଲାଣି 3:20 ହେଲାଣି ଏବେ ମୁଁ ଯାଉଛି ଘରକୁ ସବୁ ଅପରେଟର ପିଲା ସବୁ ସେତେବେଳେ ଯୋଉ ଆସିଥିଲେ ତାପରେ ଖାଇକି ସେମାନେ ପଳେଇଲେ ସାର୍ ଆସିନଥିଲେ ହେଲେ ମୁଁ ଥିଲି ସାର୍ ଏବେ ଆସିଲେ ସିଏ ଏବେ ଲଞ୍ଚ କରୁନ୍ତୁ ମୁଁ ଏବେ ଯାଉଛି ଘରକୁ ଦୁଇଟାରେ ଆକ୍ଚୁଆଲି ଯିବା କଥା କିନ୍ତୁ ଯେହେତୁ ସାର୍ ଥିଲେ ରହିବାକୁ ପଡିବ ଆପଣ ତ ବୁଝିପାରୁଥିବେ ଆଉ ଛାଡ ମୁଁ ଏବେ ଯାଉଛି ଯେତେ ଜଲ୍ଦି ଏଠୁ ପଳେଇ ଘରେ ଯାଇ ଶାନ୍ତି ଟିକେ ଶୋଇବି 6.5 hours later. ଗୁଡ୍ ଇଭିନିଂ ସାଙ୍ଗମାନେ ତ ଫାଷ୍ଟ ଟାଇମ ଦେଖି ଦିଅନ୍ତୁ ଟାଇମ ଆସିକି ହେଲାଣି 7:30 ଆଉ ମୁଁ ଆସିକି ସେତେବେଳେ ଶୋଇଛି ଯେ ଏବେ ଉଠୁଛି ଯାଇକି 7:30 ଯାଇକି ଉଠୁଛି ଆଉ ଭିଡିଓ ଏଣ୍ଡ ବି କରିନଥିଲି ମୁଁ ଭାବିଥିଲି ଆସିକି ଭିଡିଓ କରିବି ବୋଲି ତାପରେ ଆଉ ଭିଡିଓ କରିନଥିଲି ବାଧା ଏତେ ଲାଗୁଥିଲା ଶୋଇ ପଡିଥିଲି ଡାଇରେକ୍ଟ ଏବେ ଉଠିଲା ବେଳେ ଦେଖିଲା ବେଳକୁ 7:30 ଫୋନ ବି ସାଇଲେଣ୍ଟ କରି ଶୋଇ ପଡିଥିଲି କେତେ କଲ୍ ଆସିଛି
ତାପରେ ଏବେ ମୁଁ କହିଲି ଭିଡ଼ିଓଟା ଏଣ୍ଡ କରିଦବା। ତ ସାଙ୍ଗମାନେ ଯଦି ଏତେ ଦୂର ଯାଏଁ ଭିଡ଼ିଓ ଦେଖୁଛନ୍ତି ତ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରନ୍ତୁ, ଆଉ ଗୋଟେ ଜୟ ଜଗନ୍ନାଥ କମେଣ୍ଟ କରିଦିଅନ୍ତୁ। ରହିଲି, ଟାଟା, ବାଏ ବାଏ, ଜୟ ଜଗନ୍ନାଥ।